ଗୋଟିଏ ଦିନ ଭଗବାନ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ବସିଥିଲେ। କିନ୍ତୁ ତାଙ୍କର ଦେହ ଭଲ ନଥିଲା। ତା ପରେ ସେ ନିଷ୍ପତ୍ତି ନେଲେ ଯେ ସେ ପୃଥିବୀରେ ବୁଲିବାକୁ ଯିବେ। ଏହାପରେ ସେ ପୃଥିବୀକୁ ଆସିବାକୁ ପ୍ରସ୍ତୁତ ହେବାକୁ ଲାଗିଲେ। ଭଗବାନ ବିଷ୍ଣୁଙ୍କୁ ପ୍ରସ୍ତୁତ ହେଉଥିବା ଦେଖି ଦେବୀ ଲକ୍ଷ୍ମୀ ପ୍ରତିରୋଧ କରିପାରିଲେ ନାହିଁ। ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପାଖକୁ ଆସି କହିଲେ, ପ୍ରଭୁ, ଆପଣ ଏତେ ସକାଳେ କେଉଁଠାକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି? ତା ପରେ ଭଗବାନ ବିଷ୍ଣୁ କହିଲେ, ଦେବୀ, ମୁଁ ପୃଥିବୀ ଦର୍ଶନ କରିବାକୁ ଯାଉଛି। ଭଗବାନ ବିଷ୍ଣୁଙ୍କ କଥା ଶୁଣି ମାତା ଲକ୍ଷ୍ମୀ କହିଲେ, ସ୍ୱାମୀ, ମୁଁ ମଧ୍ୟ ଆପଣଙ୍କ ସହିତ ପୃଥିବୀକୁ ଆସିପାରିବି କି? ତା ପରେ ଭଗବାନ ବିଷ୍ଣୁ କହିଲେ, ଦେବୀ, ଆପଣ ମୋ ସହିତ ପୃଥିବୀକୁ ଆସିପାରିବେ, କିନ୍ତୁ ଆପଣଙ୍କୁ ମୋର ଗୋଟିଏ ସର୍ତ୍ତ ଗ୍ରହଣ କରିବାକୁ ପଡ଼ିବ। ତା ପରେ ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ଆପଣଙ୍କ ସହିତ ଯିବା ପାଇଁ ମୁଁ ଯେକୌଣସି ସର୍ତ୍ତ ଗ୍ରହଣ କରୁଛି, କିନ୍ତୁ ପ୍ରଥମେ ଆପଣ ମୋତେ ସର୍ତ୍ତ କୁହନ୍ତୁ। ବିଷ୍ଣୁଜୀ କହିଲେ, ମୋର ସର୍ତ୍ତ ହେଉଛି ଆପଣ ପୃଥିବୀର ଉତ୍ତର ଦିଗକୁ ଚାହିଁବେ ନାହିଁ। ତା ପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପୃଥିବୀକୁ ଚାଲିଗଲେ। ଯେତେବେଳେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ପୃଥିବୀରେ ପହଞ୍ଚିଲେ, ସେତେବେଳେ ପୃଥିବୀରେ ସକାଳ ହୋଇଥିଲା। ପୃଥିବୀରେ ବର୍ଷା ଯୋଗୁଁ ପାଗ ବହୁତ ସୁନ୍ଦର ଥିଲା। ପୃଥିବୀର ସୌନ୍ଦର୍ଯ୍ୟ ଦେଖି ମାତା ଲକ୍ଷ୍ମୀ ହୃଦୟରେ ଏହା ପ୍ରତି ମୁଗ୍ଧ ହୋଇଗଲେ। ପୃଥିବୀର ସୌନ୍ଦର୍ଯ୍ୟରେ ସେ ଏତେ ମୁଗ୍ଧ ହୋଇଗଲେ ଯେ ଭଗବାନ ବିଷ୍ଣୁଙ୍କ ଅବସ୍ଥା ମଧ୍ୟ ଭୁଲିଗଲେ। ସେ ଚାରିପାଖକୁ ଚାହିଁ ମନେ ମନେ କହିବାକୁ ଲାଗିଲେ ଯେ ଆଜି ପୃଥିବୀ କେତେ ସୁନ୍ଦର ଦେଖାଯାଉଛି। ତା ପରେ କିଛି ସମୟ ବୁଲିବା ପରେ ମାତା ଲକ୍ଷ୍ମୀ ଉତ୍ତର ଦିଗରେ ଏକ ସୁନ୍ଦର ଉଦ୍ୟାନ ଦେଖିଲେ। ସେହି ଉଦ୍ୟାନରେ ଅନେକ ସୁନ୍ଦର ଫୁଲ ଫୁଟିଥିଲା। ଫୁଲର ସୌନ୍ଦର୍ଯ୍ୟ ଦେଖି ମାତା ଲକ୍ଷ୍ମୀ ପ୍ରତିରୋଧ କରିପାରିଲେ ନାହିଁ ଏବଂ ସେହି ଉଦ୍ୟାନକୁ ଗଲେ। ତା ପରେ କିଛି ସମୟ ପରେ ସେ ସେହି ଉଦ୍ୟାନରୁ ଏକ ସୁନ୍ଦର ଫୁଲ ଛିଣ୍ଡାଇ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। କିନ୍ତୁ ଯେତେବେଳେ ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ହାତରେ ସେହି ଫୁଲ ଦେଖିଲେ, ସେ ଦୁଃଖିତ ହେଲେ। ଏହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଲେ, ଦେବୀ, ନ ମାଗି କାହାର ଜିନିଷ ନେବା ଉଚିତ ନୁହେଁ। ତା ପରେ ଭଗବାନ ବିଷ୍ଣୁ ତାଙ୍କୁ ତାଙ୍କ ଅବସ୍ଥା ମନେ ପକାଇଦେଲେ। ବିଷ୍ଣୁ ଭଗବାନ ମାତା ଲକ୍ଷ୍ମୀଙ୍କୁ ଦଣ୍ଡ ଦେଲେ। ଭଗବାନ ବିଷ୍ଣୁଙ୍କ କଥା ଶୁଣି ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ମୁଁ ଏକ ବଡ଼ ଭୁଲ କରିଛି, ଯଦି ସମ୍ଭବ ହୁଏ ଦୟାକରି ମୋତେ କ୍ଷମା କରନ୍ତୁ। ଏହାପରେ ବିଷ୍ଣୁଜୀ କହିଲେ, ଦେବୀ, ଏହି ଭୁଲ ପାଇଁ ତୁମକୁ କ୍ଷମା କରାଯାଇପାରିବ ନାହିଁ। ଏଥିପାଇଁ ତୁମକୁ ଦଣ୍ଡ ସହିବାକୁ ପଡ଼ିବ। ବିଷ୍ଣୁଜୀ ଅଙ୍କ କଥା ଶୁଣି ଦେବୀ ଲକ୍ଷ୍ମୀ କହିଲେ, ସ୍ୱାମୀ, ମୁଁ ଏପରି କେଉଁ ବଡ଼ ପାପ କରିଛି ଯାହା ମୋତେ କ୍ଷମା କରାଯାଇପାରିବ ନାହିଁ? ତା ପରେ ଭଗବାନ ବିଷ୍ଣୁ କହିଲେ, ତୁମେ ମାଳୀଙ୍କୁ ନ ପଚାରି ତାଙ୍କ ବଗିଚାରୁ ଫୁଲ ଛିଣ୍ଡାଇଛ। ଏହି କାର୍ଯ୍ୟ ଚୋରି ପରି ପାପ ବର୍ଗରେ ଆସେ। ତେଣୁ ଦଣ୍ଡ ସ୍ୱରୂପ ତୁମକୁ ସେହି ମାଳୀଙ୍କ ଘରେ 3 ବର୍ଷ ପାଇଁ ଦାସୀ ଭାବରେ ରହିବାକୁ ପଡ଼ିବ। ତା ପରେ 3 ବର୍ଷ ପୂରଣ ହେବା ପରେ ମୁଁ ତୁମକୁ ନେବାକୁ ଆସିବି। ଏହା କହି ବିଷ୍ଣୁଜୀ ତାଙ୍କ ବାସସ୍ଥାନକୁ ଫେରିଗଲେ। ଲକ୍ଷ୍ମୀ ମାତା ଦାସୀ ହୋଇଗଲେ। ଏଠାରେ ଭଗବାନ ବିଷ୍ଣୁ ଚାଲିଯିବା ପରେ ମାତା ଲକ୍ଷ୍ମୀ ଏକ ଗରିବ ଝିଅର ରୂପ ନେଇ ସେହି ମାଳୀଙ୍କ ଘରେ ପହଞ୍ଚିଲେ। ସେହି ମାଳୀଙ୍କ ନାମ ମାଧବ ଥିଲା। ମାତା ଲକ୍ଷ୍ମୀ ଦେଖିଲେ ଯେ ମାଧବ ତାଙ୍କ ପରିବାର ସହିତ ଏକ କୁଡ଼ିଆରେ ରୁହନ୍ତି। ତା ପରେ କିଛି ସମୟ ପରେ ଯେତେବେଳେ ମାଧବ କୁଡ଼ିଆରୁ ବାହାରକୁ ଆସିଲେ, ସେ ସେହି ଗରିବ ଝିଅକୁ ଦେଖିଲେ। ସେ ମାତା ଲକ୍ଷ୍ମୀଙ୍କ ରୂପରେ ଗରିବ ଝିଅକୁ ପଚାରିଲେ, ଝିଅ, ତୁମେ କିଏ ଏବଂ ତୁମେ ଏଠାକୁ ନ କରିବାକୁ ଆସିଛ? ତା ପରେ ସେହି ଝିଅଟି କହିଲା, ମୁଁ ଜଣେ ଗରିବ ଝିଅ ଏବଂ ମୋର ଏହି ଦୁନିଆରେ କେହି ନାହିଁ। ମୁଁ ଅନେକ ଦିନ ଧରି କିଛି ଖାଇନାହିଁ। ମୁଁ ତୁମକୁ ଅନୁରୋଧ କରୁଛି ମୋତେ ତୁମ ସ୍ଥାନରେ ରଖ। ଝିଅ ରୂପରେ ମାତା ଲକ୍ଷ୍ମୀଙ୍କ କଥା ଶୁଣି ମାଧବ ଦୟା କଲେ। ତା ପରେ ମାଧବ କହିଲେ, ଝିଅ, ମୁଁ ଜଣେ ଗରିବ ମାଳୀ, ମୁଁ ବହୁତ କଷ୍ଟରେ ମୋ ପରିବାର ପାଳନ କରୁଛି। କିନ୍ତୁ ଯଦି ତୁମେ ମୋ ସହିତ ମୋ ଝିଅ ଭାବରେ ରହିବାକୁ ଚାହୁଁଛ, ତେବେ ତୁମେ କରିପାରିବ। ତା ପରେ ମାତା ଲକ୍ଷ୍ମୀ ମାଧବଙ୍କ ଘରେ ରହିବାକୁ ରାଜି ହେଲେ। ତା ପରେ ମାଧବ ଝିଅଟିକୁ କୁଡ଼ିଆ ଭିତରକୁ ନେଇଗଲେ। ତା ପରେ ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଆଜିଠାରୁ ଏହି ଝିଅ ମୋ ଝିଅ ଭାବରେ ଏହି ଘରେ ରହିବ। ଏହା ଶୁଣି ମାଧବଙ୍କ ସ୍ତ୍ରୀ ଖୁସି ହୋଇଗଲେ। ପରଦିନ ମାଧବ ଏତେ ରୋଜଗାର କଲେ ଯେ ସେ ଏକ ଗାଈ କିଣିଲେ। ସେହି ଦିନ ପରେ ମାଧବର ଆୟ ଦିନକୁ ଦିନ ବଢ଼ିବାକୁ ଲାଗିଲା।
ତା ପରେ କିଛି ଦିନ ପରେ ମାଧବ ଭାବିଲେ, ଯେହେତୁ ଏହି ଝିଅ ଆମ ଘରକୁ ଆସିଛି, ସେହେତୁ ଆମର ଆୟ ବଢ଼ିବାକୁ ଲାଗିଛି। ଏବେ ମଧ୍ୟ ମୁଁ ପୂର୍ବ ପରି କଠିନ ପରିଶ୍ରମ କରେ। ଏହି ଝିଅ ନ କୌଣସି ଦେବୀ। ସମୟ ଏହିପରି ବିତିଗଲା ଏବଂ 3 ବର୍ଷ ପୂରଣ ହେବା ପରେ ପରଦିନ, ଯେତେବେଳେ ମାଧବ ତାଙ୍କ କ୍ଷେତରୁ ଆସିଲେ, ସେ ଦ୍ୱାର ପାଖରେ ଦେବୀ ରୂପରେ ଜଣେ ମହିଳାଙ୍କୁ ଦେଖିଲେ। ମାତା ଲକ୍ଷ୍ମୀ ଦର୍ଶନ ଦେଇଥିଲେ। ମାଧବ ପାଖକୁ ଆସି ସେହି ମହିଳାଙ୍କୁ ଦେଖିଲେ, ସେ ବୁଝିପାରିଲେ ଯେ ଏହା ସେହି ଝିଅ ଯିଏ 3 ବର୍ଷ ପୂର୍ବେ ତାଙ୍କ ଘରକୁ ଆସିଥିଲା। ତା ପରେ ମାଧବଙ୍କୁ ବୁଝିବାକୁ ବହୁତ ସମୟ ଲାଗିଲା ନାହିଁ ଯେ 3 ବର୍ଷ ଧରି ମାତା ଲକ୍ଷ୍ମୀ ତାଙ୍କ ଘରେ ଜଣେ ଗରିବ ଝିଅ ରୂପରେ ରହୁଛନ୍ତି। ଏହାପରେ ମାଧବ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ବାହାରକୁ ଆସିବାକୁ କହିଲେ। ଯେତେବେଳେ ମାଧବଙ୍କ ସ୍ତ୍ରୀ ବାହାରକୁ ଆସି ଦେବୀ ଲକ୍ଷ୍ମୀଙ୍କୁ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ମାଧବଙ୍କ ସ୍ତ୍ରୀ ମାତା ଲକ୍ଷ୍ମୀଙ୍କୁ କହିଲେ, ମାତା, ଯଦି ଆମର କୌଣସି ଭୁଲ ହୋଇଛି, ତେବେ ଦୟାକରି ଆମକୁ କ୍ଷମା କରନ୍ତୁ। ଏହାପରେ ମାଧବ କହିଲେ, ମାତା, ଆମେ ତୁମକୁ କ୍ଷେତରେ କାମ କରାଇଲୁ, ଘର କାମ ମଧ୍ୟ କରାଇଲୁ, ଯଦି ସମ୍ଭବ ହୁଏ, ତେବେ ଦୟାକରି ଆମକୁ କ୍ଷମା କରନ୍ତୁ। ମାଧବଙ୍କ କଥା ଶୁଣି ମାଧବ ଲକ୍ଷ୍ମୀ କହିଲେ, ମାଧବ ତୁମେ ଜଣେ ମହାନ ବ୍ୟକ୍ତି। ତୁମେ ମୋତେ ଏତେ ଦିନ ପର୍ଯ୍ୟନ୍ତ ତୁମର ଝିଅ ଭାବରେ ରଖିଲ। ମୁଁ ତୁମକୁ ଏକ ଭରସା ଦେଉଛି ଯେ ତୁମର କେବେ ଟଙ୍କାର ଅଭାବ ହେବ ନାହିଁ। ଏହାପରେ ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ରଥରେ ବସି ତାଙ୍କ ବାସସ୍ଥାନକୁ ଗମନ କରିଲେ।